କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା। ବନ୍ଧୁଗଣ, କାଲି ଯେଉଁ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା ମିଳିବାର ଅଛି ସେଥିରେ ମହିଳାମାନଙ୍କୁ 5,000 ମିଳିବ ନା 10,000 ମିଳିବ ସମ୍ପୂର୍ଣ୍ଣ ଜାଣିବା এই ଭିଡ଼ିଓରେ। ଦେଖନ୍ତୁ, ଯେଉଁ ମହିଳାମାନେ ନୂଆ ଆବେଦନ କରିଛନ୍ତି ସେମାନେ ମଧ୍ୟ କାଲି ପାଇବେ। ଜାଣିଥିବେ, ସରକାର ପୂର୍ବରୁ ସୂଚନା ଦେଇଥିଲେ ଯେ ଜାନୁଆରୀର ପ୍ରଥମ ସପ୍ତାହରେ ହିତାଧିକାରୀମାନେ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନେ ତାଙ୍କର ଚତୁର୍ଥ କିସ୍ତି ଟଙ୍କା ପାଇବେ, ଆଉ ଯେଉଁମାନେ ନୂଆ ଆବେଦନ କରିଛନ୍ତି ସେମାନେ ତାଙ୍କର ଏକାବେଳକୁ 2ଟା କିସ୍ତି ଟଙ୍କା ପାଇବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ଯେଉଁ ଜାନୁଆରୀ 18 ତାରିଖ ଡେଟ୍ ଦିଆଯାଇଥିଲା ସେଇଟାକୁ ଘୁଞ୍ଚେଇ ଦିଆଯାଇଥିଲା ଆଉ ଜାନୁଆରୀ 22 ତାରିଖ କୁହାଯାଇଥିଲା। ତ ସେଇ 22 ତାରିଖ କାଲି ଆପଣଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା। ଦେଖନ୍ତୁ, ଯେଉଁମାନେ ପୂର୍ବରୁ ପ୍ରଥମ, ଦ୍ୱିତୀୟ, ତୃତୀୟ କିସ୍ତି ଟଙ୍କା ପାଇଛନ୍ତି ସେମାନଙ୍କୁ 5,000 ଟଙ୍କା ମିଳିବ, ଆଉ ଯେଉଁମାନେ ନୂଆ ଆବେଦନ କରିଛନ୍ତି ସେମାନଙ୍କୁ ଏକାବେଳକୁ 10,000 ଟଙ୍କା ମିଳିବ ବୋଲି କହିଥିଲେ। କିନ୍ତୁ ତାହା ଆପଣଙ୍କୁ ବର୍ତ୍ତମାନ କାଲି ଆପଣଙ୍କୁ 5,000 ଟଙ୍କା ଦିଆଯିବ। ଆଉ ଯେଉଁ 5,000 ଟଙ୍କା ରହିଲା ସେଇଟାକି ଆପଣଙ୍କୁ ମାର୍ଚ୍ଚ 8ରେ ମହିଳା ଦିବସ ଅବସରରେ ଆପଣଙ୍କୁ ଦିଆଯିବ। ଦେଖନ୍ତୁ, ଯେଉଁମାନେ ପୂର୍ବରୁ ପ୍ରଥମ, ଦ୍ୱିତୀୟ କିସ୍ତି ପାଇକି କୌଣସି କାରଣରୁ ଯୋଜନାରୁ ବାଦ୍ ପଡ଼ିଥିଲେ ସେମାନଙ୍କୁ ପୁଣି ଥରେ ଯୋଡ଼ାଯାଇଛି, ଆଉ ଯୋଗ୍ୟ ସାବ୍ୟସ୍ତ ହୋଇଥିବା ମହିଳାଙ୍କୁ ତାଙ୍କର ଯେଉଁ କିସ୍ତି ଟଙ୍କା ପାଇନଥିଲେ ସେ କିସ୍ତି ଟଙ୍କା ମଧ୍ୟ ଏଥରକ ଦିଆଯିବ। ମନେ କରନ୍ତୁ, ଗୋଟିଏ ମହିଳା 2 ନମ୍ବର କିସ୍ତିରୁ ବାଦ୍ ପଡ଼ିଥିଲେ, ବର୍ତ୍ତମାନ 2 ନମ୍ବର, 3 ନମ୍ବର ଦିଆସାରିଛି, ଆଉ ଏବେ ଚତୁର୍ଥ ଦିଆଯିବ। 2 ନମ୍ବର ଯେତେବେଳେ ବାଦ୍ ପଡ଼ିଲେ 2 ନମ୍ବର, 3 ନମ୍ବର, ଚତୁର୍ଥ ସେମାନେ ସେ ଏକାବେଳକୁ 15,000 ଟଙ୍କା ପାଇବେ। ସେମିତି ଯେଉଁ ମହିଳା ଏଥର ମଧ୍ୟ ଅଯୋଗ୍ୟ ସାବ୍ୟସ୍ତ ହେବେ ସେମାନଙ୍କୁ ଟଙ୍କା ମିଳିବ ନାହିଁ, ଆଉ ଯେଉଁମାନେ ଯୋଗ୍ୟ ସାବ୍ୟସ୍ତ ହେବେ ସେମାନଙ୍କୁ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା ଦିଆଯିବ। ମନେ ରଖନ୍ତୁ, ଯେଉଁମାନେ ନୂଆ ଆବେଦନ କରିଛନ୍ତି ତାଙ୍କ ନାଁରେ ଯଦି 4 ଚକିଆ ଯାନ ଅଛି କିମ୍ବା ତାଙ୍କ ପରିବାର କିଏ ଆୟ ଦେଇଛନ୍ତି, ଆଉ ସେ ଯଦି ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ବାର୍ଷିକ 18,000 ଟଙ୍କାରୁ ଅଧିକ ଯଦି କୌଣସି ସ୍କିମ୍ ଅଣ୍ଡରରେ ପଇସା ପାଉଛନ୍ତି ତାହେଲେ ସେ ଏହି ଯୋଜନାରୁ ବାଦ୍ ପଡ଼ିବେ। ଆପଣଙ୍କୁ କହି ଦିଆଯାଉଛି ଏହି ଯୋଜନା ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଆସିବ। ତେଣୁକରି ଆପଣଙ୍କର ଆକାଉଣ୍ଟ ଯଦି ଡିବିଟି ନାହିଁ, ଯେଉଁମାନେ ନୂଆ ଆବେଦନ କରିଛନ୍ତି ସେମାନେ ଥରେ ତାଙ୍କର ଡିବିଟି ଚେକ୍ କରିନେବେ, ଆଉ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଡିବିଟିରେ ଲିଙ୍କ୍ ଅଛି ସେ ବ୍ୟାଙ୍କ ରନିଂ ଅଛି ନା KYC କମ୍ପ୍ଲିଟ୍ ଅଛି ନା ନାହିଁ ତାହା ଦେଖିନେବେ। ଯଦି KYC କମ୍ପ୍ଲିଟ୍ ନାହିଁ ତାହେଲେ ଆପଣଙ୍କ ବ୍ରାଞ୍ଚକୁ ଯାଇକି ଏହି KYCଟା କମ୍ପ୍ଲିଟ୍ କରିନେବେ, ଯାହାଫଳରେ କି ଆପଣଙ୍କ ଆକାଉଣ୍ଟକୁ ସିଧାସଳଖ ଭାବରେ ଆପଣଙ୍କ ଟଙ୍କାଟା ଆସିବ। ଯେଉଁମାନେ ପୂର୍ବରୁ ତାଙ୍କ କିସ୍ତି ଟଙ୍କା ପାଇଛନ୍ତି ସେମାନେ କ'ଣ କରିବେ, ଏହି ଆବେଦନ ସ୍ଥିତିରେ କ୍ଲିକ୍ କରିକି ଥରେ ତାଙ୍କର ଆଧାର କାର୍ଡ଼ ନମ୍ବର ଦେବେ, ଆଉ OTP ଦେଇକରି ଆପଣ ସେଇ ଷ୍ଟାଟସ୍ ଥରେ ଚେକ୍ କରିନେବେ, ଯାହାଫଳରେ କି ଆପଣଙ୍କ ଆକାଉଣ୍ଟ ଆକ୍ଟିଭ୍ ଷ୍ଟାଟସ୍ଟା ଆପଣ ଚେକ୍ କରିପାରିବେ ଆଉ ଜାଣିପାରିବେ ଯେ ଆପଣ ଟଙ୍କା ପାଇବେ ନା ନାହିଁ ବୋଲି। ମୁଁ ମୋ ପୂର୍ବ ଭିଡ଼ିଓରେ ମଧ୍ୟ ବତେଇଛି ଆପଣ କେମିତି ଆପଣଙ୍କ ଆବେଦନ ସ୍ଥିତି ଚେକ୍ କରିବେ କିମ୍ବା ଆପଣଙ୍କ ଡିବିଟି ଲିଙ୍କ୍ କେମିତି ଚେକ୍ କରିବେ। ସମ୍ପୂର୍ଣ୍ଣ ଭିଡ଼ିଓ ମୁଁ ପୂର୍ବରୁ ବତେଇଛି, ଆପଣ ସେ ଭିଡ଼ିଓ ଦେଖିକି ମଧ୍ୟ ଜାଣିପାରିବେ। ମନେ ରଖନ୍ତୁ, ଯେଉଁମାନେ ନୂଆ ଆବେଦନ କରିଛନ୍ତି ସେମାନେ ମଧ୍ୟ 5,000 ପାଇବେ, ଯେଉଁମାନେ ପୂର୍ବରୁ ଟଙ୍କା ପାଇଛନ୍ତି ସେମାନେ ମଧ୍ୟ 5,000 ପାଇବେ, ଆଉ ଯେଉଁମାନେ ଯୋଜନାରୁ ବାଦ୍ ପଡ଼ିଥିଲେ ପୁଣି ଥରେ ଯୋଡ଼ି ହୋଇଛନ୍ତି ସେମାନେ ତାଙ୍କର ଏକାବେଳକୁ ଯେଉଁ କିସ୍ତିରୁ ବାଦ୍ ପଡ଼ିଥିଲେ ସେ କିସ୍ତିରେ ସବୁ ଟଙ୍କା ପାଇବେ। ଏହା ଥିଲା ସମ୍ପୂର୍ଣ୍ଣ ସୂଚନା ଯାହାକି ଡିବିଟି ମାଧ୍ୟମରେ ଆପଣଙ୍କୁ NEFTରେ ପଇସା ମିଳିବ। କାଲି 10ଟା 11ଟାରୁ 24 ଘଣ୍ଟା ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଆସିବ।